ପ୍ରଭୁଙ୍କ ମହାନାମ ଗୌରବ ହେଉ। ତ ଆପଣମାନେ ଭିଜୁଆଲ୍ ଦେଖିପାରୁଥିବେ ଆଉ ଏଇଠି ସାର୍ତୁଲ ମଣ୍ଡଳୀରେ ଲେମେନ୍ ତାଲିମ ପ୍ରୋଗ୍ରାମ ଥିଲା। ତ ତେଣୁକରି ପ୍ରତ୍ୟେକ ବିଶ୍ୱାସୀ ଲେମେନ୍ ମାନେ ଏବଂ ପାଷ୍ଟର ମାନେ ଏଠାରେ ଉପସ୍ଥିତ ଅଛନ୍ତି ଏବଂ ଏଇଠାରେ ଲେମେନ୍ ତାଲିମ ଲେମେନ୍ ମାନଙ୍କୁ ଦିଆଯାଉଛି ପାଷ୍ଟର ମାନଙ୍କ ଦ୍ୱାରା। ତେଣୁ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। କାହିଁକି ଘୃଣା କରୁଥିଲେ? କ'ଣ ପାଇଁ ସବୁ? କାରଣ ସେ ମଧ୍ୟ ଆକ୍ଚୁଆଲି ଅରିଜିନାଲ ପ୍ରଭୁଙ୍କର ଲୋକ ସିଏ। ବୁଝୁଛ? ଅରିଜିନାଲ ପ୍ରଭୁଙ୍କର ଲୋକ। ବ୍ୟବସ୍ଥା ମୂଷାଙ୍କ ଦ୍ୱାରା ପରମେଶ୍ୱର ଯେଉଁ ବ୍ୟବସ୍ଥା ଦେଇଥିଲେ ସେଟାକୁ ସେ ଭଲ ଭାବରେ ଜେରୁସାଲେମରେ ପାଠ କରିଛନ୍ତି ଗମଣ୍ଡଳଙ୍କ ଠାରୁ। ଆଉ ବ୍ୟବସ୍ଥାକୁ ସେ ପାଳନ କରିବା ବ୍ୟକ୍ତି ଥିଲେ। କିଏ? ସାଧୁ ପାଉଲ। ଆଉ ଇଏ ମସିହାଙ୍କର ଆଗମନର ବା ମସିହା ଆସିବାର ଅପେକ୍ଷାରେ ଥିଲେ ସାଧୁ ପାଉଲ। ସେ ରାଜା ହେଇକି ଆସିବେ, ରାଜତ୍ୱ କରିବେ, ଦାଉଦଙ୍କ ସିଂହାସନରେ ବସିବେ, ଏସବୁ ବିଷୟ ସେ ପଢ଼ିଛନ୍ତି। ଯେଉଁଥିପାଇଁ ସେ ତାଙ୍କର ମସିହାଙ୍କର ମାନେ ଅପେକ୍ଷାରେ ଥିଲେ। ସେ ସମୟରେ ଏମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଇଏ ଜଣେ ମସିହା ଉଦ୍ଧାରକର୍ତ୍ତା, ଏମିତି ରାଜା, ଏସବୁ ବିଷୟ ଯେତେବେଳେ କହୁଛନ୍ତି ୟାକୁ ଆଉ ସେଟା କ'ଣ ହେଉଛି ମାନେ ଯାଉନି, ଗ୍ରହଣରେ ପଡ଼ିଛି ନା, ଗ୍ରହଣ କରିପାରୁନି। କାହିଁକିନା ଇଏ ସେଟା ଭଲରେ ପଡ଼ିଛି ଆଉ ପାଳନ କରିବା ବ୍ୟବସ୍ଥା। ସେଥିପାଇଁ ଯେଉଁମାନେ ଏମିତି ପ୍ରଚାର କରିବା ଲୋକମାନଙ୍କୁ ବାନ୍ଧି ନେଇକି ବଂଶାଳରେ ରଖୁଥିଲା, ପିଟୁଥିଲା, ମାରୁଥିଲା। କିନ୍ତୁ ଇଏ ବ୍ୟକ୍ତି ଯେଉଁ ବ୍ୟକ୍ତିକୁ ଖ୍ରୀଷ୍ଟିଆନିଟିକୁ ବା ଖ୍ରୀଷ୍ଟକୁ ମାନେ ମାନୁନଥିବା ବ୍ୟକ୍ତି, ଗ୍ରହଣ ନ କରିବା ବ୍ୟକ୍ତି ଯୀଶୁଙ୍କ ବିଷୟ ନେଇକି ପ୍ରଚାର କରିବା। ସେ କହୁଛି ଯେ ମୁଁ ସୁସମାଚାର ନିମନ୍ତେ ଲଜ୍ଜାବୋଧ କରେ ନାହିଁ, ମୁଁ ଖ୍ରୀଷ୍ଟଙ୍କର ଜଣେ ଦାସ, ଏ ପ୍ରକାର ସେ କହୁଛନ୍ତି। ଆଉ ସେ କି ପ୍ରକାର ଭାବରେ ଖ୍ରୀଷ୍ଟଙ୍କର ଶବ୍ଦ ଶୁଣିଲେ, କେମିତି କେମିତି ପରିବର୍ତ୍ତନ ହେଲେ, କେମିତି ହେଲା, ସବୁ ଡିଟେଲ୍ସ ଆପଣମାନେ ଯଦି ସେ ପ୍ରେରିତ ପୁସ୍ତକ ପଢ଼ିବେ ବୋଲେ ବଢ଼ିଆରେ ଲେଖା ଅଛି ତାଙ୍କର ବିଷୟ। ତ ସବୁଠାରୁ ବଡ଼ ପ୍ରମାଣ ହେଉଛି ସାଧୁ ପାଉଲ। କାହିଁକିନା ସେ ଏ ବିଷୟ ନେଇକି କହୁଛନ୍ତି। ତାଙ୍କୁ ଯେତେବେଳେ ଆବାଜ ଆସିଲା, ତାଙ୍କର ଆଖି ସବୁ କ'ଣ ହେଇଗଲା? ଅନ୍ଧ ହେଇଗଲା। ବହୁତ ବଢ଼ିଆ ବିଷୟ। ତ ଏଠି କହିବେ ପୁନରୁତ୍ଥାନର ପ୍ରମାଣ କ'ଣ କହିଲେ ଆପଣମାନେ ଏସବୁ ବିଷୟକୁ ଭଲ ଭାବରେ ପଢ଼ିକି ଯାଇକି ଆଜି ରାତିରେ ପଢ଼ନ୍ତୁ ଆଉ ଏଇଟା ଯାଇକି ଆପଣମାନେ ଉପସ୍ଥାପନା କରିବେ। କିନ୍ତୁ ମୁଖ୍ୟ ବିଷୟ ନେବେ ସାଧୁ ପାଉଲଙ୍କ ବିଷୟ ଟିକେ ଭଲରେ ଷ୍ଟଡି କରନ୍ତୁ ଆଉ ତାଙ୍କର ବିଷୟ କହିବେ, ବହୁତ ବଢ଼ିଆ ହେବ। ସରିଲା। ତାପରେ ଆମେ ଯିବା ଯୀଶୁ ଯେଉଁ ଉଠିଲେ, ନାଇଁ ଯୀଶୁ ଉଠିଲେ, ସେ କି ପ୍ରକାର ସ୍ୱରରେ ଉଠିଲେ, କେମିତି ସ୍ୱରରେ ଉଠିଲେ, ନାଇଁ ଏଇଟା ବି ଆମମାନଙ୍କୁ ଜାଣିବାକୁ ପଡ଼ିବ। ସେଇଟା ମଧ୍ୟ ଆପଣମାନେ କହିବେ ଯୀଶୁ ଯେଉଁ ଉଠିଲେ ସେ ଗୌରବମୟ ସ୍ୱରରେ ଉଠିଲେ, ଆତ୍ମିକ ସ୍ୱରରେ ଉଠିଲେ, ଅମର ସ୍ୱରରେ ସେ ଉଠିଲେ। କିଏ? ଯୀଶୁ। ଏଇଟା ମଧ୍ୟ ବଢ଼ିଆରେ ଆପଣମାନେ କହିବେ। ତେବେ ଯୀଶୁ ଉଠିଲେ, ଉଠିଲା ପରେ ସେ ସ୍ୱର୍ଗକୁ ଗଲେ, ନାଇଁ ସ୍ୱର୍ଗକୁ ସେ ଗଲେ। ହେଲେ ଗୋଟେ ପଏଣ୍ଟ ଏଇଠି ଆମମାନେ ଜାଣିବାକୁ ପଡ଼ିବ ଯେ ଯୀଶୁ ସ୍ୱର୍ଗକୁ ଗଲେ ସେ କୋଉ ଶରୀରରେ ଗଲେ? ନାଇଁ ଉଠିଲେ ଗୌରବମୟ ଶରୀରରେ ଉଠିଲେ, ଆଉ ସ୍ୱର୍ଗକୁ କୋଉ ଶରୀରରେ ଗଲେ? ଯେଉଁ ଶରୀରରେ ସେ ଉଠିଲେ ସେ ଶରୀରରେ ଗଲେ। ବୁଝୁଛନ୍ତି ନା? ଆପଣମାନେ ତାକୁ କହିବେ ସେ ଶରୀରରେ ହିଁ ସେ ସ୍ୱର୍ଗକୁ ଗଲେ। ତେବେ ବର୍ତ୍ତମାନ ଆମ୍ଭେମାନେ
ଯେତେ ବି ବଞ୍ଚିଛୁ ଆମମାନେ କ'ଣ ତାଙ୍କର ଆଗମନ ସମୟରେ ସ୍ୱର୍ଗରାଜ ଯାଇପାରିବା କି? ଏବେ ଏଠି ଦେଖାଯାଇଅଛି ଯେତେ ଜଣ ଖ୍ରୀଷ୍ଟଙ୍କ ଠାରେ ଥାଇ ମରୁଛନ୍ତି ସେମାନେ ଉଠିବେ। ଯୀଶୁ ଯେମିତି ଉଠିବେ ସେମିତି ସେମାନେ ମରିଥିବା ଲୋକମାନେ ଉଠିବେ। ଯୀଶୁଙ୍କର ସେ ଗୌରବମୟ ଶରୀର, ସେ ଅମରତାର ଶରୀର ଯୀଶୁ ସେମାନଙ୍କୁ ଦେବେ, କାହିଁକିନା ସେମାନେ ମୃତ୍ୟୁରୁ ଉଠୁଛନ୍ତି, ସେଥିପାଇଁ ସେମାନେ ଯାଇପାରିବେ। କିନ୍ତୁ ଆମେ ଯେତେ ବି ବଞ୍ଚିକି ଅଛୁ ଆମେ କ'ଣ ଯାଇପାରିବା? କାରଣ ଏଇଟା ଲେଖା ହେଇଛି, ଆପଣମାନେ ପଢ଼ନ୍ତୁ, ପ୍ରଥମ Corinthians 15:50 ଲେଖା ଟିକେ ପଢ଼ନ୍ତୁ ତ। ମୁଁ ଏହା କହୁଅଛି, ରକ୍ତ ମାଂସ ଈଶ୍ୱରଙ୍କ ରାଜ୍ୟାଧିକାର କରିପାରେ ନାହିଁ, କିମ୍ବା କ୍ଷୟ ଅକ୍ଷୟତାକୁ ଅଧିକାର କରେ ନାହିଁ। ଏଠି ବଢ଼ିଆରେ ଲେଖା ହେଇଛି, କ'ଣ ଲେଖା ହେଇଛି? ରକ୍ତ ମାଂସ ଈଶ୍ୱରଙ୍କ ରାଜ୍ୟକୁ ଅଧିକାର କରିପାରିବ ନାହିଁ। ଆମମାନଙ୍କ ଠାରେ ଯେଉଁ ରକ୍ତ ଅଛି, ମାଂସ ଅଛି, ଆମେମାନେ ଯେତେ ଜଣ ବଞ୍ଚିଛୁ ଆମମାନେ କ'ଣ ପରମେଶ୍ୱରଙ୍କ ରାଜ୍ୟକୁ ଯାଇପାରିବା କି? ପ୍ରଶ୍ନଟା ଟିକେ ରଖିଦେବ ସେମାନଙ୍କୁ, ବୁଝିଲ? ଯେତେ ଜଣ ବସିଥିବେ ସେମାନଙ୍କୁ କହିବ, ସେ ମରିଥିବା ଲୋକମାନେ ତ ପ୍ରଭୁ ଆସିବା ଦିନ ସେମାନେ ଉଠିବେ, ଉଠିବା କ୍ଷଣେ ସେମାନଙ୍କୁ ପ୍ରଭୁ ଦେବେ। କିନ୍ତୁ ଆମେ ଯେତେ ବି ବଞ୍ଚିଛୁ, ବଞ୍ଚିକି ଅଛୁ, ସେମାନଙ୍କୁ ତ ଡାଇରେକ୍ଟ ଏଠି କୁହାଯାଉଛି ଯେ ସେମାନେ ଅଧିକାର କରିପାରିବେ ନାହିଁ। ହେଲେ ଆମେ କେମିତି ଯାଇପାରିବା? କ'ଣ କଲେ ଯାଇପାରିବା? ପ୍ରଶ୍ନ ସେମାନଙ୍କୁ ଆଉ ଟିକେ ଆପଣମାନେ ସୁନ୍ଦର ୟାକୁ ବନେଇବେ, ପଢ଼ିବେ ଆଉ ସୁନ୍ଦର ବନେଇବେ। କେମିତି ପ୍ରଶ୍ନ କଲେ ସେମାନେ ଟିକେ ପୁରା ଆଶ୍ଚର୍ଯ୍ୟ ହେଇକି ଦେଖିବେ, ଅନେଇକି ବାହାରକୁ ଯିବେ ନାହିଁ, ସେ ସିଷ୍ଟମ ଆପଣମାନେ ପ୍ରଶ୍ନକୁ ତିଆରି କରିବେ। ତାପରେ ଏଇଠି ଆପଣମାନେ ଉତ୍ତର ଦେବେ ଯେଉଁଟାକି ଲେଖା ହେଇଛି ଆମେ କେମିତି ଯାଇପାରିବା। କେମିତି ଯାଇପାରିବା ତାର ଉତ୍ତର ରହିଛି ଯୋହନ ଲିଖିତ ସୁସମାଚାର 6 ଅଧ୍ୟାୟ 53-58 ପଦ ପର୍ଯ୍ୟନ୍ତ ସେ ପ୍ରଭୁଜ ବିଷୟରେ ଲେଖା ହେଇଛି। ପଢ଼ିଲେ ବହୁତ ବଢ଼ିଆ। ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମମାନଙ୍କଠାରେ ଜୀବନ ନାହିଁ। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ଯେ ମୋହର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ ସେ ମୋ ଠାରେ ରହେ ଓ ମୁଁ ତାହା ଠାରେ ରହେ। ତ ଏଇଠି ଆମେ ଦେଖିଲୁ ଯେଉଁ ଜୀବନ ବିଷୟରେ ଲେଖା ହେଇଛି ନାଇଁ, ବହୁତ ବଢ଼ିଆ ବିଷୟ ଏଠି ଅଛି। ଏଇଟା ଆପଣମାନେ ସେମାନଙ୍କୁ କହିବେ ଯେଉଁଟାକି 53 ଅଛି। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମମାନଙ୍କ ଠାରେ ଜୀବନ ନାହିଁ। ଆମ ପାଖରେ ଯେଉଁ ଜୀବନ ଅଛି ମୋର ପ୍ରିୟ ମଣ୍ଡଳୀ, ଆମ ପାଖରେ ଯେଉଁ ଶରୀର ଯେଉଁ ରକ୍ତ ଅଛି, ଏଇଟା କେବଳ 80-90 ବେଶୀ ହେଲେ 120 ବର୍ଷ ମାତ୍ର ଲାଷ୍ଟିଂ କରିବ। ତାପରେ ଏଇଟା ଅନନ୍ତ କାଳ ପର୍ଯ୍ୟନ୍ତ ବଞ୍ଚିବ ନାହିଁ। ଆମମାନଙ୍କୁ ଅନନ୍ତ କାଳ ପର୍ଯ୍ୟନ୍ତ ବଞ୍ଚିବାକୁ ହେଲେ ତାହାଙ୍କର ରକ୍ତ, ତାହାଙ୍କର ଶରୀରକୁ ଆମମାନଙ୍କୁ କ'ଣ କରିବାକୁ ପଡ଼ିବ? ଗ୍ରହଣ କରିବାକୁ ପଡ଼ିବ। ଆମେ ବଞ୍ଚିପାରିବା ଆଉ ପରମେଶ୍ୱରଙ୍କ ରାଜ୍ୟକୁ ଯାଇପାରିବା। ଆମେ ଯାଇପାରିବା ନା? ଜୀବନ ନାହିଁ ତ ଆମେ ଯାଇପାରିବା ନାହିଁ। ତେବେ ଆମେ ଯଦି ଏ ସମସ୍ତ କାର୍ଯ୍ୟ କରୁଛୁ, ତେବେ ପ୍ରଭୁ ଆସିବା ଦିନ ଯେତେ ଜଣ ଜୀବିତ ଅଛନ୍ତି ଆଉ ତାଙ୍କଠାରେ ଅଛନ୍ତି ସେମାନଙ୍କୁ ସେ କ'ଣ କରିବେ? ରୂପାନ୍ତରିତ କରିବେ। ଏଇଟା ଲେଖା ଅଛି, ବୁଝିଲେ? ସେ କ'ଣ କରିବେ? ରୂପାନ୍ତରିତ କରିବେ। ଗୌରବମୟ ଶରୀରରେ, ଅମରତାର ଶରୀରରେ ସେମାନଙ୍କୁ ରୂପାନ୍ତରିତ କରିବେ ପରମେଶ୍ୱର। କିନ୍ତୁ ସେମାନେ ଯଦି ଏ ସମସ୍ତ କାର୍ଯ୍ୟ କରୁଛନ୍ତି, ମାନୁଛନ୍ତି, ପାଳନ କରୁଛନ୍ତି, ତେବେ ଆଉ ସେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁନାହାନ୍ତି, ବାପ୍ତିସ୍ମ ନେଉନାହାନ୍ତି, ପ୍ରଭୁ ବଚନ ନେଉନାହାନ୍ତି, ତେବେ ଆଉ ସେମାନେ ରୂପାନ୍ତରିତ ହେବେ ନାହିଁ। ତ ପରମେଶ୍ୱରଙ୍କ ରାଜ୍ୟକୁ ଯିବା ପାଇଁ ହେଲେ ଆମମାନଙ୍କୁ ତାଙ୍କର ରକ୍ତକୁ ପାନ କରିବାକୁ ପଡ଼ିବ, ପୁଣି ତାଙ୍କର ଶରୀରକୁ କ'ଣ କରିବାକୁ ପଡ଼ିବ? ଭୋଜନ କରିବାକୁ ପଡ଼ିବ।